ଆଜି ଆମ ଗାଁ ପୋଖରୀରେ ମାଛ ମରା ହେଉଥିଲା। ସେଥିପାଇଁ ବାପା ଯାଇକି ବଡ଼ ବଡ଼ ମାଛ ଧରିକି ଆସିଥିଲେ। ଧରିକି ଆସିଲା ପରେ ମୋତେ ଦେଖିକି ବଡ଼ ମାଛ ଦେଖି ଭାରି ଖୁସି ଲାଗିଲା। ସେଥିପାଇଁ ଦେଖନ୍ତୁ ମୁଁ ଆପଣମାନଙ୍କୁ ବି ଦେଖାଉଛି କେତେ ବଡ଼ ମାଛଟେ ହେଇଛି। ତାପରେ ସେ ମାଛକୁ ଧରିକି ଆଗ ଟିକେ ଦେଖେଇଦେଲି ଆପଣଙ୍କୁ। ତାପରେ ତାକୁ କାଟିବାରେ ଲାଗି ପଡ଼ିଲା ବେଳକୁ ବୋଉକୁ ପଚାରିଲି କେମିତି କାଟିବ। ବୋଉ କହିଲା ଧୀରେ ଧୀରେ କାଟେ, କାହିଁକିନା ମୁଁ ଫାଷ୍ଟ ଟାଇମ୍ ପାଇଁ ମାଛ କାଟୁଛି, କେବେ ବି ମାଛ କାଟି ଜାଣିନଥିଲି। ସେଥିପାଇଁ ତାପରେ ତାକୁ ଭଲ ଭାବରେ ନେଇକିନା ଧୋଇ ଦେଇକି ଭଲ ଭାବରେ କୁଟି କିନା ଧୋଇ ଦେଇକି ତାପରେ ଲୁଣ ହଳଦୀ ଦେଇକି ତାକୁ ଭଲ ଭାବରେ ଗୋଳେଇ ଦେଲି। ଭଲ ଭାବରେ ଗୋଳେଇ ଦେଲା ପରେ କାହିଁକିନା ଦେଶୀ ମାଛଟା ସେଥିପାଇଁ ବୋଉ ଟିକେ ଲୁଣ ହଳଦୀ ଭଲ କିନା ବେଶୀ କିନା ଦେଇଦେଲା। ଗ୍ୟାସ୍ ଲଗେଇକି ଦେଲି। ଗ୍ୟାସ୍ ଲଗେଇଲା ପରେ ତାୱା ବସାଇଦେଲି। ତାପରେ ତାୱା ହେଇଗଲା ପରେ ତାୱାକୁ ବସାଇଦେଲି। ଅନେଇଲି ତାତିଲା ପର୍ଯ୍ୟନ୍ତ। ତାତିଲା ପରେ ତାତିଗଲା ପରେ ତେଲ ପକେଇକି ତାକୁ ଭଲ ଭାବରେ ମାଛର ତେଲଟାକୁ ଦେଇଦେଲି। ତେଲକୁ ଦେଇକି ଘାଣ୍ଟି ଏବେ ତାୱାରେ ତେଲ ପୁରା ଆରାମସରେ ଭଲ ଭାବରେ ଗୋଳେଇ ହେଇଗଲାଣି। ତାପରେ ସେ ମାଛକୁ ଯେଉଁ ହଳଦୀ ଲୁଣ ଦେଇକି ତାକୁ ଭଲ ଭାବରେ ଗୋଳେଇକି ରଖିଥିଲି, ଦେଖନ୍ତୁ ଭଲ ଭାବରେ ଗୋଳେଇ ଦେଇଥିଲି। ଗୋଳେଇକି ରଖିଲା ପରେ ତାକୁ ନେଇକି ଗୋଟେ ଗୋଟେ କରିକି ତାୱାରେ ପକେଇଦେଲି। ତାୱା ପୁରା ତାତିକି ଥିଲା। ଏବେ ପୁରା ଗୋଟେ ଗୋଟେ ମାଛ କରିକି ତାୱାରେ ପକେଇ ନେଲି। ତାୱାରେ ପୁରା ତାତିକି ରହିଛି। ତାପରେ ସବୁଯାକ ମାଛ ନେଇକି ତାୱାରେ ପକେଇଦେଲି। ତାୱାରେ ପକେଇକି ତାକୁ ସଜେଇ ଦେଇକି ଛାଡ଼ିଦେଲି। ଛାଡ଼ିଗଲା ମାଛ ପୁରା ପାଚିଗଲା ପରେ ଲାଲ ହେଇକି ପୁରା ଭାଜି ହେଇଗଲା ପରେ ତାପରେ ସବୁଯାକ ମାଛ ପକେଇଦେଲା ପରେ ସବୁ ତାକୁ ଏପଟ ସେପଟ କରିକି ଭଲ ଭାବରେ ଲାଲ କରିକି ଭାଜିଦେଲି। କାହିଁକିନା ମୁଁ କେବେ ତ ମାଛକୁ ପୁରା ଲାଲ କରିକି ଭାଜିଦେଲା ପରେ ମାଛ ହେଇଗଲା। ଦେଖନ୍ତୁ ସବୁ ମାଛକୁ ପୁରା ଲାଲ କରି ଭାଜି ଦେଇକି ଭାଜିଲା ପରେ ମାଛ ସବୁ ହେଇଗଲା ପରେ ତାକୁ ଭଲ ଭାବରେ ଉଲ୍ଟେଇ ଦେଲି। ଉଲ୍ଟେଇ ଦେଇକି ତାପରେ ଏପଟ ସେପଟ କରିକି କାଢ଼ିଦେଲା। ମାଛ ଭଜା ପରେ ହେଇଗଲା ପରେ ତାପରେ ଭାତ, ମାଛ, ଆଳୁ ସିଝା, ତରକାରୀ ସବୁ ଆରାମସରେ ବାଢ଼ି ଆଣିଲି। ଆରାମସରେ କରିବା ଦେଖିବା ଗାଁ ସହର ମାଛର କେମିତି ଟେଷ୍ଟି, ସେଥିପାଇଁ ଖାଇକି ଦେଖିଲି।